କେହି ଆସିବେ ନାହିଁ, କିଛି ନାହିଁ, ଏସବୁ ମିଛ। ମୁଁ କହୁଛି ମିଛ। ଏଇଟା ଆପଣଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜିଂ ହେଇଛି। ମୁଁ ଚ୍ୟାଲେଞ୍ଜ ଦଉଛି ସବୁ ମିଛ। ଏଇଟା ସାଧୁସନ୍ଥ ଆପଣଙ୍କୁ ଆଙ୍ଗୁଠି ଦେଖେଇବେ। କିଏ ଦେଖାଉଛି ଦେଖାଉ, କ'ଣ କହୁଛି କହୁ। କିଏ ସେଇ ସାଧୁ ମଲା ପରେ ଆଉ ଥରେ ଜନ୍ମ ହେବ କି? କେଉଁଠି ଜନ୍ମ ହେବ, ତା ନାଁ ଗାଁ ଠିକଣା କେଉଁ? ଏମିତି ବି ସାଧୁ କିଛି ପୂର୍ବ ଜନ୍ମର କଥା କହୁଛନ୍ତି, ପୂର୍ବ ଜନ୍ମରେ ଏଇଆ ଥିଲି, ଏମିତି ବି ଭୂଷଣ୍ଡ କାକ ଚରିତ୍ର ଯେ ପଡ଼ିଥିବ ଆଗତ ଭବିଷ୍ୟତ କଥା କହିପାରିବ। ଯେଉଁ ସାଧୁ କାକ ଚରିତ୍ର ପଡ଼ିଥିବ, ଗୋଟେ ବହି ଅଛି କାକ ଚରିତ୍ର, ତା ତନ୍ତ୍ର ଯିଏ ପଢ଼ିବ ଆପଣ କେଉଁଠୁ ଆସୁଛନ୍ତି, କାହିଁକି ଆସୁଛନ୍ତି ସେ କହିପାରିବ। ସାଧୁ ବାବାଜୀଙ୍କ କଥା ଛାଡ଼ନ୍ତୁ ଆଜ୍ଞା, ପୂର୍ବ ବିଗତ ଦିନରେ ଟିଭିରେ ବି ଏମିତି କିଛି ନ୍ୟୁଜ୍ ଦେଖିଲା, ଗୋଟେ ପିଲାଟି ଅଲଗା ଜାଗାରେ ଜନ୍ମ ହୋଇଛି, ସିଏ ବି କହିପାରୁଛି ମୁଁ ପୂର୍ବ ଜନ୍ମରେ ଏଇ ଜାଗାରେ ଥିଲି, ତାକୁ ବି ନିଆଯାଉଛି ସେ ଜାଗାର ପରିବର୍ତ୍ତନ। ଏଇଟା ଟିଭି ଭିଜୁଆଲରେ ମଧ୍ୟ ଆମେ ଦେଖିଛୁ। ଏଇଟା ସାଧୁ ବାବାଜୀଙ୍କ କଥା ପଡ଼ିନି। ସେ ଜିନିଷ କ'ଣ ତାହେଲେ ଆମେ ମିଥ୍ୟା ନେଇପାରିବା? 13ଟା ଜନ୍ମ ହେବେ, ଅଶୋକ ଘରେ ହେଲେ, ସେ ବ୍ରାହ୍ମଣ ଘରେ ହେଲେ, ଚଣ୍ଡାଳ ଘରେ ହେଲେ, ତାହେଲେ ହେଇଲା ପରେ ତ ନେମାଳ ଯାଇଥାନ୍ତେ। ଇଏ ଗୋଟେ ସମାଜକୁ ବହୁତ ବଡ଼ ବାର୍ତ୍ତା ଅବିକା ପଳାଉଛି ଆପଣଙ୍କ ମୁହଁରୁ। ଆପଣ ଜାଣିବା କଥା ଥରୁଟିଏ ଜନ୍ମ ଯିଏ ହେଲା ଥରେ, ଅଚ୍ୟୁତାନନ୍ଦ ହୁଅନ୍ତୁ, ଜଗନ୍ନାଥ ତ ଜଗନ୍ନାଥ ମହାପ୍ରଭୁ ତ ଥରେ ଜନ୍ମ ହେଲେ, ନରଦେଇ ରାମ ଜନ୍ମ ଅବତାର ହେଇକି ହେଲେ, ଫେର ଇଏ କୃଷ୍ଣ ଅବତାର। ସେ ଅବତାର ସାରିଲା ପରେ ହେଇଗଲେ ମାନେ ପ୍ରତ୍ୟେକ ଯୁଗରେ ଯୁଗ ଅବତାର ନେଇକି ଆସିଲେ, ଲାଷ୍ଟକୁ କଳିଯୁଗରେ ପାଷାଣ ଅବତାର ହେଇଗଲେ, କାଠ ଅବତାର ହେଇଗଲେ। ଆଉ ତ ନର କାହିଁ କଳିଯୁଗ ସେ ନର ଅବତାର ହେଲେନି। ନାଇଁ ଆପଣ କହିବା ମୁତାବକ ଥରେ ଜଣେ ମାନେ ଦେହ ପାଇବ, କିନ୍ତୁ ତ ଏଇଠି ଦେଖାଗଲା ବେଳକୁ ସେ ଯୁଗରେ କୃଷ୍ଣ ଥିଲେ, ଏ ଯୁଗରେ ରାମ। ସିଏ ହେଲେ ପରମ ବ୍ରହ୍ମ। ଅଚ୍ୟୁତାନନ୍ଦ ହେଲେ ରକ୍ତ ମାଂସ ଧରା ଶରୀର ଜଣେ ନର, ସିଏ ହେଲେ ନାରାୟଣ। ନର ନାରାୟଣ ଭିତରେ ପାର୍ଥକ୍ୟ ବହୁତ। ମୁଁ ଏଇନା ଆପଣ ନାଁ ଲେଖିଦେଇ କହିବି ମାଲିକରେ ଆପଣଙ୍କ ନାଁ ଅଛି। ସେ ଅଛି, ମୁଁ ପଢ଼ୁଥିଲି ଗୋଟେ ବହିରେ, ବାମନ କେଶବ ନମସ୍ତେ ରାମ, ବାମନ କେଶବ ରାମ, 3 ଜଣ ନାଁ ଅଛି ସେ ବହିରେ। ଆଚ୍ଛା, ସିଏ ବହି ଲେଖାଗଲାଣି କେଉଁ ଘୋଟ ଅମଳରୁ? ସେ ଲୋକ ଆଉ ବଞ୍ଚିଛନ୍ତି କି? ଦେହ ତ୍ୟାଗ କରିସାରିବେନି। ତାହେଲେ ତମେ ଏଇନାକେ କେଶବ ବୋଲି ତମେ କହିବ ମୁଁ ସେ ମାଳିକା ଲୋକ, ଏଇଟା ଠିକ୍ କି? ଇଏ ବର୍ତ୍ତମାନ ସେଇଆ କରୁଛନ୍ତି। ଇଏ କୁହାଯାଉଛି ଯେ ଜନ୍ମ ନେଇକି ପୁନର୍ବାର ଆସିଛନ୍ତି। 13 ଦିନିଆ ପକ୍ଷ ବୋଲିକି ଏମାନେ କହୁଛନ୍ତି। ମଝିରେ ମଝିରେ ପୁନେଇ ସଂକ୍ରାନ୍ତି ଘୁଞ୍ଚିକିରି ଦୋମାସୀ ପଡ଼ିଲେ 13 ଦିନିଆ ପଡ଼େ। 13 ଦିନେ ଗୋଟେ ପୁନେଇ ହେଇଯାଏ, ଦୋମାସୀ ପଡ଼ିଲେ। ସେଇଟା ସବୁ ବର୍ଷ ପଡ଼େ, କେଉଁ ବର୍ଷ ପଡ଼େ ନାହିଁ, ସେଇଟା ପଡ଼େ। ତାକୁ ଯଦି ଏ କହିବେ 13 ଦିନିଆ ପକ୍ଷ, ସେଇଟା 13ରେ ପଡ଼ିଲା, ଫେର 13 3ଟା 13 ହେଲେ ଯାଇ ପଡ଼ିବ। 13 3 ହେଲେ 39 ଅଙ୍କା ଯାଏଁ ପଡ଼ିବ। ଫେର 39ରେ 13 ଗୁଣିବ, ଯେତିକି ହେବ ଏତିକିରେ ପଡ଼ିବ। ଇଏ ଏମିତି ଏଇଟା ପଡ଼େ। ସେମିତି କିଛି ନିର୍ଦ୍ଧାରିତ ନାହିଁ, ଏ ବର୍ଷ ପଡ଼ିଲା 13, ଆର ବର୍ଷ ପଡ଼ିବ 13। ଇଏ ସବୁ ଏଇ ସିଷ୍ଟମ ଚାଲେ। ଏଇଟା ତ ପାଞ୍ଜିରେ ଅଛି। ଆଉ ଇଏ କ'ଣ କହିବେ 13 ଦିନିଆ ପକ୍ଷ ପଡ଼ିବ, ମିନ ଶନି ଯୋଗ ପଡ଼ିବ। ଆଉ ଆପଣଙ୍କର ଶନି ମହାପ୍ରଭୁ ସମସ୍ତଙ୍କ ଠେଇଁ 2.5 7.5 ଚାଲିବେ। ଏଇଟା ତ ତାଙ୍କ ବିଧି, ତାକୁ କାଟିପାରିବ କି? ଭଗବାନ ଶିବଙ୍କ ଠେଇଁ ତ ଚାଲିଲେ, ହନୁମାନ ଠେଇଁ ଚାଲିଲେ, ହନୁମାନ ମୁଣ୍ଡରେ ପଥର ନଦୀ ପକାଇଲେ, ଶନି ସହି ନ ପାରି ହନୁମାନ ଛାଡ଼ିକି ପଳାଇଲେ। ଶିବ ତାଙ୍କ ଉପରେ ପାଣିରେ 7 ଦିନ ବୁଡ଼ିକି ରହିଲେ। ତେଣୁ ଶନି ତ କାହାକୁ ଛାଡ଼େ, ଶନି ଯୋଗ କ'ଣ ପଡ଼ିବ? ଯେତେବେଳେ ପ୍ରଭୁ ଚାହିଁବେ କଳିଯୁଗ ଧ୍ୱଂସ କରିବା ପାଇଁ, ଯେମିତି ଜଳେ ଦ୍ୱାରିକା ନାଶ ଯିବ ମୋର ନିବାସ ମାତ୍ର ଥିବ, ଶମ୍ଭୁକୁ ନାରୀ ବେଶ କରି ବହୁତ ଅଳଙ୍କାର ଭରି, ଯେମିତି ପ୍ରସବ ଗର୍ଭପାୟ ହୋଇ ଦ୍ୱାରିକା ନାଶ କରିଦେଇ, ସେମିତି କଳିଯୁଗକୁ ଯେତେବେଳେ ନାଶ କରିବାକୁ ଆସିବେ, ଏଇ ଯୁଗ ଦ୍ୱାରା ଯେତେବେଳେ ଶେଷ ହେବ, ନିଜେ ଭଗବାନ ହିଁ କରିବେ, ଜଗନ୍ନାଥ କରିବେ। କେଉଁ କଳ୍କି ଜନ୍ମ ହୋଇ କରିବ ନାହିଁ, କି କେଉଁ ବାବାଜୀ ବୈଷ୍ଣବ କରିପାରିବେ। ଏ ଯେଉଁ କହୁଛନ୍ତି ସାଧୁକୁ ପଡ଼ିବ କଷଣ, ରଖିବେ ଆସି ନାରାୟଣ, ସାଧୁ କାହିଁ କଷଣ ପଡ଼ିବ? ତେଣୁ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭୟଭୀତ କରି ଏଇ ଯେଉଁ ପ୍ରହସନ ଦେଖେଇ, ଏରା ସବୁ କିଛି ଆବଶ୍ୟକ ନାହିଁ। ପେଟ ପୋଷିବା ପାଇଁ ମାଳିକା କହିବ, ବାବାଜୀ ହବୁ, ଚିତା ଚନ୍ଦନ କାଟିବ, ମାଳିକା ଆମେ ମାଳିକା ପ୍ରଚାରକ। ମାଳିକାର ମ ଅକ୍ଷର ମାଲୁମ ହେଲାଣି। ମାଳିକା ଯେଉଁ 4ଟା ଅକ୍ଷର ଅଛି, ତା ଦେହରେ ଅଣ୍ଡିରା କେଇଟା ମାଇ କେଇଟା ପଚାରନି, ଯେ ମାଳିକା କହୁଛନ୍ତି। ଯେମିତି ଭାଗବତରେ 4ଟା ଅକ୍ଷର 2ଟା ଅଣ୍ଡିରା 2ଟା ମାଇ, ମାଳିକାରେ ସେମିତି କେଇଟା ଅଣ୍ଡିରା କେଇଟା ମାଇ। ମାଳିକାର 3ଟା ଯାକ ଅକ୍ଷର ହେଉଛି ମାଇ, କାରଣ ମାଇକି ନାଁ ତ ଯାବି ଏଠି ନା। ପ୍ରଭୁ ଜୟ ଜଗନ୍ନାଥ, ଆପଣଙ୍କର ମଙ୍ଗଳ କରନ୍ତୁ। ଆଗେ ପ୍ରଥମ ମୋତେ କୁହନ୍ତୁ ମାଳିକା କ'ଣ? ଯଦି ମାଳିକା ବୋଲିକି ଗୋଟେ ଜିନିଷ କିଛି ଅଛି, ପୃଥ୍ୱୀ ପୁରାଣ ଅଛି, ତାହା କ'ଣ 4 ବେଦରେ ଅଛି କି? ଋକ୍ ଯଜୁ ଅଥର୍ବ ସାମ ବେଦ ଭିତରେ ମାଳିକା ବେଦ ଅଛି କି?
ଏ ତ ବେଦରେ ନାହିଁ, ତ ବେଦ ପ୍ରମାଣ ନୁହଁ। କୌଣସି ବେଦାବଧିତ ମାନେ ଲେଖିଛନ୍ତି କି ଋଷି ମହାରୁଷି ମାନେ ଲେଖିଛନ୍ତି କି? ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି ବୋଲିକି ପ୍ରମାଣ ହେଉଛି। ଆଜ୍ଞା ଅଚ୍ୟୁତାନନ୍ଦ ଦାସ ବୋଲିକି ଜଣେ କିଏ ଲେଖିଛନ୍ତି ମହାପୁରୁଷ। ଆଜ୍ଞା କିନ୍ତୁ ସେ କିଏ? ଯଦି ସେ ଲେଖିଲେ ମାଳିକା ଗୋଟେ ଲୋକ କାଳିମା ଆଜ୍ଞା ପୋଥିଟିକି ଲେଖିଲେ ସତ୍ୟ। 500 ବର୍ଷ ତଳରୁ ସମସ୍ତେ କହୁଛନ୍ତି, ସାଧୁସନ୍ଥମାନେ କହୁଛନ୍ତି 500 ବର୍ଷ ତଳର କଥା। 99 ମସିହା ବର୍ଷ ପୂର୍ବେ ବାହାରିଲା ମାଳିକା, ତା ପୂର୍ବରୁ ମାଳିକା ବାହାରି ନଥିଲା। ଆଜ୍ଞା ତେଣୁ ସେ ମାଳିକା ଲେଖିଲା କିଏ? ଅଚ୍ୟୁତାନନ୍ଦ ଦାସ ଲେଖିଲେ। ଅବଶ୍ୟ ଆମେମାନେ ପଢ଼ିଲେ, କିନ୍ତୁ ପଢ଼ିଲେ କେତେବେଳେ? 99 ମସିହା ବର୍ଷ ବାତ୍ୟା ପରେ, ଆଜ୍ଞା ତା ପୂର୍ବରୁ ମାଳିକା ପଢ଼ା ହେଇନଥିଲା। ଆଜ୍ଞା ଅଚ୍ୟୁତାନନ୍ଦ ଲେଖିଲେ, କାଳିମାକୁ ଚାବିକାଠି ଦେଲେ। ଆଜ୍ଞା ଅଚ୍ୟୁତାନନ୍ଦର ଆପଣଙ୍କର କହୁଛନ୍ତି ଓଡ଼ିଶାର ମହନ୍ତ ହେଉଛନ୍ତି 5 ଜଣ, ପଞ୍ଚସଖା 5 ଜଣ ମହନ୍ତ ଥିଲେ। ଅଚ୍ୟୁତାନନ୍ଦ ସେ 5 ଜଣଙ୍କୁ କାହିଁ ଚାବିକାଠି ଦେଲେ ନାହିଁ? ତାଙ୍କର ଆଉ ଜଣେ ଗରିଷ୍ଠ ଭକ୍ତ ଥିଲେ ରାମଦାସ, ତାଙ୍କୁ କାହିଁ ଚାବିକାଠି ଦେଲେ ନାହିଁ? କାଳିମାକୁ କାହିଁ ଦେଲେ? ସ୍ତ୍ରୀ ଲୋକକୁ କାହିଁ ଦେଲେ? ଗୋଟେ ପୁରୁଷକୁ କାହିଁ ଦେଲେ ନାହିଁ? ଏଇଟା ସ୍ତ୍ରୀ ଲୋକଟା କାହିଁ ଦେଲେ? ସ୍ତ୍ରୀ ଲୋକଟା ଚାପକା ଦେଇ କାଠି ରଖିଦେଲା, ସ୍ତ୍ରୀ ଲୋକ କୁଆଡ଼େ ଚାଲିଗଲା? ସିନ୍ଧୁ ତ ଖୋଲା ହେଇପାରୁନି। 500 ବର୍ଷ ତଳେ ଥିଲା ତମର ଓଡ଼ିଆ ଭାଷା ନଥିଲା, ଇଂଲିଶ ଭାଷା ନଥିଲା, ତେଲୁଗୁ ଭାଷା ନଥିଲା, ଥିଲା କ'ଣ ଦେବନାଗରୀ ଭାଷା। ଆମର ଏଇ 99 ମସିହା ବର୍ଷ ପରେ ଯେଉଁ ମାଳିକା ପଢ଼ା ହେଉଛି, 99 2024 ଭିତରେ କେଉଁ ଲୋକଟା ଦେବନାଗରୀ ଭାଷା ପଢ଼ି ଶିଖିଛି ଯେ ସେ ମାଳିକା ଆମେ ବୁଝେଇବ? ଇଏ ସବୁ କାଗଜ ପୃଷ୍ଠା ପଢ଼ିଲେ, ନିଜେ ଲେଖିଲେ, ନିଜେ ପଢ଼ିଲେ। ଗୋଟେ ବୃତ୍ତି କରିବା ପାଇଁ ଏସବୁ ଚାଲିଛି। ଯେତେ ଲୋକ ମାଳିକା ପଢ଼ୁଛନ୍ତି, ଡାକନ୍ତୁ ଗୋଟିଏ ଲୋକ ମୋତେ ଦେବନାଗରୀ ଭାଷା ପଢ଼ିକି ଦେଖାଇବ। 500 ବର୍ଷର ଭାଷା, ଆଜିକାଲିକା ଭାଷା ନୁହଁ। ଲେଖା ହେଇଛି ଅଚ୍ୟୁତାନନ୍ଦ ଦାସଙ୍କର, କାଠି ରହିଛି କାଳିମା ପାଖରେ, ସ୍ତ୍ରୀ ଲୋକ ପାଖରେ, ପୁରୁଷ ଲୋକ ପାଖରେ ନାହିଁ। ସ୍ତ୍ରୀ ଲୋକ କାଠି ଆଣିଲେ କିଏ? ମାଳିକା ବହି ବାହାର କଲା କିଏ? ତାକୁ ଆଗେ ଖୋଜ। ଆମେ ଖାଲି ମାଳିକା 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 13 ଦିନିଆ ପକ୍ଷ 13 ଦିନିଆ ପକ୍ଷ ବୋଲିକି ଯେଉଁ ମାନେ କହୁଛନ୍ତି, 13 3 39, 3ଟା 13 ଅଙ୍କ ପଇଲେ 39 ଅଙ୍କ ଯାଏଁ ବାହାରିବ 13 ଦିନିଆ ପକ୍ଷ। ଏଇନା ତ ବାହାରିନି, 2024ରେ କିଛି ନାହିଁ। 2024ରେ କିଛି ହେବାର ଚାନ୍ସ ନାହିଁ। କ'ଣ ହେବ? ଆପଣ କହିବା ମୁତାବକ 13 ପକ୍ଷ 2024ରେ ନାହିଁ। କାହିଁ କେଉଁଦିନ ପଡ଼ିଲା? କାହିଁ କେଉଁଦିନ ପଡ଼ିଛି ଦେଖୁନା? କେଉଁଦିନ 13 ଦିନିଆ ପୁନେଇ ପଡ଼ିଛି କି ଅମିଷା ପଡ଼ିଛି, ସଂକ୍ରାନ୍ତି ପଡ଼ିଛି? 55 ମସିହା ପଡ଼ିଥିଲା 2 ଥର ଗୁଣ୍ଡିଚା, ଏଥର 2 ଥର ଗୁଣ୍ଡିଚା ପଡ଼ିଛି। ଏ 13 ଦିନିଆ ପକ୍ଷ। ଏ ବର୍ଷ ଗୁଣ୍ଡିଚା 2 ଦିନ ପଡ଼ିଛି, ଇଏ କହିବା 13 ଦିନିଆ ପକ୍ଷ। ଆପଣଙ୍କୁ ରୋଗ ହେଉଛି ବୋଲି ମୋ ସାଙ୍ଗ ରୋଗୀ? এটা সম্ভব কি? তাহলে এই গোটে ମିଥ୍ୟା ଅପପ୍ରଚାର କରିକି ଲୋକଙ୍କ ମନରେ ଭୟ ଆଣିବା ପାଇଁ, ଲୋକଙ୍କଠୁ ଭୂତେଇ ଖାଇବା ପାଇଁ ଇଏ ଗୋଟେ ପ୍ରୟାସ ନା। ଏଥିରେ କିଛି ନାହିଁ। ଯେମିତି ମୁଁ ଜଣେ ଗୋଟେ ଏପିସୋଡ଼ ଆଜି ଦେଖୁଥିଲି, ତା ଜଣେ ସାଧୁ କହିଛନ୍ତି ଯେ ମହାଭାରତରେ ପଞ୍ଚସଖା ଥିଲେ, ତାଙ୍କର ମୁହଁଟା କେମିତିଆ ଦେଖିବା ପାଇଁ। କିରେ ପଞ୍ଚସଖାଙ୍କ ମୁହଁ ତ ମଣିଷ ମୁହଁ ଭଳିଆ ହେଇଥିବ, ତାଙ୍କ ମାଙ୍କଡ଼ ମୁହଁ ଭଳିଆ ହେଇଥିବ ନା? ଜଣଙ୍କ ଗାଈ ମୁହଁ, ଜଣଙ୍କ ବଳଦ ମୁହଁ, ଜଣଙ୍କ ଷେଣ୍ଢ ମୁହଁ ହେଇଥିବ। ତେଣୁ ସାଧୁ ହେଇଛ, ତମେ ତ କଥା ଲାଇନ୍ରେ କହିପାରୁନ, କହୁଛ କାହିଁକି? ତେଣୁ ଯାହା କହୁଛ, ଯାହା କରୁଛ, ଭାବିଚିନ୍ତି କୁହ। ଲୋକଙ୍କୁ ଜମା ବର୍ତ୍ତମାନ ମାଳିକା ବୋଲି ଗୋଟେ ଜିନିଷ କିଛି ନାହିଁ। ମୁଁ କହୁଛି ନାହିଁ। ଆପଣଙ୍କ ଆଗକୁ ଏଇନା 5ଟା ଆଙ୍ଗୁଠି ଉଠିବ। ଉଠୁ, ମୁଁ ସାମ୍ନା କରିବି। ମାଳିକା ମୋତେ ଦେଖା। 500 ବର୍ଷ ତଳର ଯେଉଁ ପୋଥି ଲେଖା ଅଛି, ସେ କେଉଁ ଭାଷା ଲେଖା ହେଇଛି ଦେଖା। ସେ ଭାଷାଟା କ'ଣ ଆଗେ ପଢ଼। ଓଡ଼ିଆ ଭାଷା ଯେତେବେଳେ ନଥିଲା। କହୁଛନ୍ତି ସେ 500 ବର୍ଷ ସଂସ୍କରଣ ହେଇ ଆସିଛି। ସଂସ୍କରଣ କିଏ କଲା? ସଂସ୍କରଣ କରିଥିବା ଲୋକର ନାଁ ତ ବାହାରିବ ନା ନାହିଁ? ତ ସମସ୍ତେ କହୁଛ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି। ଅଚ୍ୟୁତାନନ୍ଦ ସଂସ୍କରଣ କଲେ କେତେବେଳେ? ସେ ତ ନାହାନ୍ତି। ଅଚ୍ୟୁତାନନ୍ଦ ଦାସ ତ ନାହାନ୍ତି। ଇଏ କୁହାଯାଇପାରିବ ଏକ ପ୍ରକାର ପ୍ରହସନ। ଏକ ପ୍ରକାର ପ୍ରହସନ। ଏକ ପ୍ରକାର ପ୍ରହସନ। ଇଏ କିଛି ନୁହଁ, ସବୁ ମିଥ୍ୟା। କାରଣ ଯାହା ଆମ ବେଦ ଭିତରେ ନାହିଁ, ବେଦାନ୍ତ ଭିତରେ ନାହିଁ, ଆମେ ତାକୁ ମାନିବା କେମିତି? ଆମ ବେଦର ବାହାରେ, ଗୀତା ଭାଗବତ ବାହାରେ, ସେ ସ୍ୱତନ୍ତ୍ର ଗୋଟେ ପୋଥି। ତାକୁ ସ୍ୱତନ୍ତ୍ର ଜଣେ ଲେଖିଛନ୍ତି। ସମସ୍ତେ କହୁଛନ୍ତି ଆମ ପାଖରେ ଗୋଟେ ପୋଥି ଅଛି। କାହା ପାଖରେ ଅଛି ପୋଥି? କି ପୋଥି ଅଛି? ତାଙ୍କ ପାଖରେ ପୋଥି ଅଚ୍ୟୁତାନନ୍ଦ ଦେଇଦେଲେ। ଆଉ କାଳିମା କତିରେ କାହିଁ ଚାବିକାଠି ଦେଇଦେଲେ? ଆଙ୍କୁ ତ ପୋଥି ଦେଲେ, କାଳିମା ପାଖରେ କାହିଁ ଚାବିକାଠି ଦେଲେ? ସିନ୍ଧୁକ ରଖିବା ପାଇଁ ତୁମେ ରଖ। ଅଚ୍ୟୁତାନନ୍ଦଙ୍କ ନାଁ ଦେଉଛନ୍ତି, ନିଜେ ଲେଖୁଛନ୍ତି। ଆପଣ ଗୋଟେ କଥା ବିଚାର କରନ୍ତୁ, ଛବିଳ ବର୍ଣ୍ଣବୋଧ ବହି ଯେଉଁ ଲେଖାଗଲା,
ତା ଦେହରେ ବିଲେଇ 3ଟା କାହିଁ ରହିଲା? ମଧୁସୂଦନ ଦାସ ତାଙ୍କ ଫଟୋ କାହିଁ ରଖିଲେ ନାହିଁ? ଅଲଗା ପଶୁ ପକ୍ଷୀର ଫଟୋ ରଖି ଅଲଗା ପଶୁ ଆମର ଜାତୀୟ ପକ୍ଷୀ ମୟୂର, ଜାତୀୟ ପଶୁ ବାଘ, ତାଙ୍କ ଫଟୋ ନେଇ ବିଲେଇ ଫଟୋ କାହିଁ ରଖିଲେ? କ'ଣ ଗୋଟେ ତାଙ୍କ କାହିଁକିନା ସେ ଜାଣିଲେ କଳି ଯୁଗରେ ବାଘ ଲୋପ ହେଇଯିବ, ମଣିଷ ସମାଜ ମାଡ଼ିଯିବ, ବାଘ ଲୋପ ହେଇଯିବ। ବାଘଟା ଯେଉଁ ରକମ ଦେଖିବା ପାଇଁ, ବିଲେଇଟା ସେଇ ରକମ ଦେଖିବା ପାଇଁ। ତେଣୁ ବିଲେଇ ଫଟୋଟା ଲୋକ ଭାବେ ବାଘଟା ଏଇଭଳିଆ। ତେଣୁ ସେମିତି ମାଳିକା ବୋଲି ଗୋଟେ ଜିନିଷ କିଛି ଅଛି ବା ଥିଲା ପୂର୍ବରୁ, ତାକୁ ଆମେ ଏଇଥିରେ କରିକି ଚଳିଯିବା। ଆପଣଙ୍କ ମତରେ କ'ଣ ମାଳିକା ମିଥ୍ୟା? ମାଳିକା ସତ୍ୟ। ଲେଖା କିଏ ଲେଖିଛି? ଜଣେ ଗୋଟେ ପୋଥି ନାଁ ବାହାରିଛି ମାନେ ଆପଣଙ୍କ ନାଁ ଅଛି ମାନେ ପୁଅଟେ ଅଛି, ଆପଣଙ୍କ ନାଁ ଅଛି ମାନେ ଆପଣଙ୍କ ବାପାଙ୍କର ନାଁ ଅଛି ମାନେ ତାଙ୍କର ପୁଅ ଅଛି। ଅଭିଜ୍ଞତା ରାମ ଦାମ ଶ୍ୟାମ ବହୁତ ନାଁ ବାହାରିଗଲାଣି ପୋଥିରେ ମାଳିକାରେ କୁହାହେଉଛି କି ଯେମିତି ବାହାରୁଛି ସମ୍ବଳ ଗାଁ, ହରିହାଟ ପଡ଼ିଆ। ହରିହାଟ ପଡ଼ିଆ ଆମ ଯାଜପୁର ଜିଲ୍ଲାରେ 5 ଜାଗାରେ ଅଛି। କେଉଁ ହରିହାଟ ଆମେ ନିର୍ଦ୍ଦିଷ୍ଟ ମାରିବା? କେଉଁଟା ଆମେ ନିର୍ଦ୍ଦିଷ୍ଟ ମାରିବା? 5 ଜାଗା ତ ଆମ ଯାଜପୁରରେ ଅଛି। ଓଡ଼ିଶାରେ 22ଟା 26ଟା ଅଛି, ଭାରତରେ 57ଟା ଅଛି। ତେଣୁ କେଉଁ ହରିହାଟ ପଡ଼ିଆ ହେଇଥିବ? ଆପଣ ଗୋଟେ କଥା ଦେଖନ୍ତୁ, ଟିଭିରେ ମୁଁ ଏବେ ଶୁଣିଥିଲି, ଆମର ଯେଉଁ ପ୍ରବଚନ ଦେଉଛନ୍ତି ମହାଶୟ, ସେ କହିଛନ୍ତି 2024ରେ ହୀରାକୁଦ ବନ୍ଧ ଭାଙ୍ଗିବ। ଦେଖିବା କେଉଁଠି ହୀରାକୁଦ ବନ୍ଧ ଭାଙ୍ଗିବ? ଇଏ କଥା କାଲକୁଲେସନ୍ କରିଥିଲେ ଭାଙ୍ଗିଯିବ ବୋଲିକି? ନାଇଁ, ଇଏ ବୈଜ୍ଞାନିକ ତାଙ୍କ ଗଣନା ଭୁଲ ହେଇଯାଉଛି। ଗଣନା କ'ଣ? ଇଏ କ'ଣ ପାଞ୍ଜିକାରକ? ପାଞ୍ଜି କେବେ ବାହାରିଲା? ମାଦଳା ପାଞ୍ଜିରୁ ଏ ପାଞ୍ଜି ବାହାରିଛି କୋଇନର ପାଞ୍ଜି। ପାଞ୍ଜି କେତେ କେତେ ବର୍ଷ ହେଇଗଲା? 78 79 ବର୍ଷ ପାଞ୍ଜି ହେଲା। ତା ପୂର୍ବରୁ କ'ଣ ପାଞ୍ଜି ଥିଲା? ତା ପୂର୍ବରୁ ପାଞ୍ଜି ଥିଲା କି ଆପଣଙ୍କର? ତାହେଲେ ସେତେବେଳେ ଲୋକ ନଥିଲେ? ସେତେବେଳେ ସମୟ ଜାଣିନଥିଲେ? ତାହେଲେ ଏଇନା କ'ଣ ନୂଆ କଥା ହେଇଗଲା କି? ଏସବୁ କିଏ ଜଣେ ଲେଖିଲା, ତାକୁ ଅନୁସନ୍ଧାନ କରାଗଲା। ଇଏ ସବୁ ଅନୁସନ୍ଧାନ ଜିନିଷ, ଏଥିରେ ଜମା ସତ୍ୟତା ନାହିଁ। ମାଳିକା ବୋଲି କିଛି ଗୋଟେ ଜିନିଷ ଏପର୍ଯ୍ୟନ୍ତ ଉତ୍ତରଣ ହେଇନାହିଁ, ଯାହା ପ୍ରହସନ ହେଇନାହିଁ। କିଏ କହୁଛନ୍ତି ମାଳିକା? ବାବା ବଳିଆ କେବେ ମାଳିକା କହିଲେଣି? ଶୁଣିଲେନି ତାଙ୍କ ମୁହଁରୁ ଆପଣ? ଆଚ୍ଛା, ବାବା ବଳିଆ ପୁରୁଣା ନା ଏବେ ଯେଉଁ ବାବା ସବୁ ବାହାରୁଛନ୍ତି ଇଏ ପୁରୁଣା? ତା ପୁରୁଣା ଲୋକ ଜଣେ ତ ମାଳିକା ଜାଣିନାହାନ୍ତି, ଇଏ ନୂଆ ଲୋକ ଜାଣିଲେ କେମିତି? ବାବା ବଳିଆଙ୍କ କତିକି ଆପଣ ଯିବେ, ତାଙ୍କୁ କହିବେ ମାଳିକା ବିଷୟରେ, ସେ ଆପଣଙ୍କୁ ଶୋଧିବେ, କହିବେ ଆରେ ମାଳିକା ମୁଁ ଜାଣିନି କିଛି, ମୁଁ ତ ଦେଖିନେ ଜାଣିବି କ'ଣ? ତେଣୁ ଏମାନେ ଯେଉଁ ମାଳିକା ସବୁ କହୁଛନ୍ତି, କେଇ ଜଣ ଭାବିକି କହିଯାଉଛନ୍ତି ସବୁ କପଡ଼ା ଧତା ପିନ୍ଧିକି ଚିତାଚନ୍ଦନ କରିକିରି, ଏସବୁ ଖାଲି ପ୍ରହସନ। ମୁଁ ଗୋଟେ ଦେଖିଲି, ଜଣେ ସାଧୁ କହୁଥିଲେ ଗୋଟେ ଜାଗାରେ 11 ଇଞ୍ଚ ବର୍ଷା ହେଉନି। କେଉଁ ଦିନରୁ? କ'ଣ ସେ ଜାଗାଟା ମରୁଭୂମି? ପୃଥିବୀ ଯାକ ବର୍ଷା ହେଉଛି, ସେଇଠି 11 ଇଞ୍ଚ ବର୍ଷା ହେଉନି। ତା ଚାରିକର ହେବ, ସେଇଠି ହେବନି। ସେ ଜାଗାଟା କେଉଁଠି ଆମେ ଚାଲନ୍ତୁ ଦେଖିବା। ସେ ନେମାଳ ଭିତରେ କେଉଁଠି ଅଛି? ଦେଖା ସେ ଜାଗା ତଳକୁ 11 ଇଞ୍ଚ, ଉପରକୁ 11 ଇଞ୍ଚ ବର୍ଷା ହେଉନି, ଆଦୌ ହେଉନି। କିଛି ଶୁଣିବାକୁ ମିଳୁଛି କଳ୍କି ଯାଜପୁରରେ ଜନ୍ମ ହେଲେଣି ବୋଲି, ଆମେ ତ ଜାଣିନୁ, କିନ୍ତୁ ଶୁଣିବାକୁ। ଯାଜପୁର କେଉଁଟା ଲୋକ ଜାଣିଲେଣି ନା? ଯାଜପୁର ଟାଉନଟା ହେଲା ଯାଜପୁର, ରୋଡ଼ଟା ଲେଖା ହେଉଛି ଯାଜପୁର, ସେଟା ହେଲା ଡୋଲିପୁର, କେଉଁଝର ରୋଡ଼। ଯାଜପୁର ବୋଲି ଜମା 2.5 ହାତ ଜାଗା। ଯାଜପୁର ବୋଲିକି ଜମା 2.5 ହାତ ଜାଗା। 2.5 ହାତ ଜାଗାରେ ତ ଘର କରିହେବନି। କଳିକି ଜନ୍ମ ହେଲେ କେତେବେଳେ? ଯେଉଁଠି ବିରଜାଙ୍କର ବଳି ପଡ଼ୁଛି, ସେ ମଳାକ ହେଉଛି ପଟା ହେଇଛି 4 କର ଯାକ ଯାଜପୁର। ଆଉ କେଉଁଠି ଯାଜପୁର ନାହିଁ। ଆଉ କେଉଁଠି କିଆନାଳି, କେଉଁଠି ଗାନ୍ଧୀ ଛକ, କେଉଁଠି ଏସବୁ ଲେଖା ହେଇଛି? ଆସି ଜନ୍ମ ହେଲେ କେତେବେଳେ କଳିକି? କାହା ଘରେ ଜନ୍ମ ହେଲେ? ସମସ୍ତେ କହୁଛନ୍ତି ହରିହାଟ ପଡ଼ିଆରେ ସେଠି ଅଛନ୍ତି ବିଷ୍ଣୁଦାସ ବ୍ରାହ୍ମଣ, ଆଉ ଯାଜପୁରରେ କେଉଁ ବିଷ୍ଣୁଦାସ ବ୍ରାହ୍ମଣ ହେଲେ ତାଙ୍କ ଘରେ ଜନ୍ମ ହେଇଗଲେ? ତୁମ ମାଳିକା ଅନୁସାରେ ଯାହା ଆମେ ଶୁଣୁଛୁ, ମାନେ ଟିଭି ଫିଭିରୁ ବା ବାବାଜୀ ବୈଷ୍ଣବ ମାନେ କହୁଛନ୍ତି, କାହିଁ ନାହିଁ ତ, କେଉଁଠି ତ ଜନ୍ମ ହେଇନାହାନ୍ତି ଯାଜପୁରରେ। କଳ୍କି ଜନ୍ମ ହେବେ? କଳ୍କି କ'ଣ ଜନ୍ମ ହେବେ? ଆଉ କଳିପା ଜନ୍ମ ହେଇସାରିଛି, କଳି ଚାଲିଛି। ଆଉ କଳିର ଅନ୍ୟ ନାମ ପା କଳିକି। ଆଉ କ'ଣ କଳ୍କି ଜନ୍ମ ହେବେ? ସିଏ ହେଉଛି ପାଗଳ। ସିଏ ହେଉଛି ପାଗଳ। କଳ୍କି ତ କିଛି ଗୋଟେ ଜିନିଷ ନାହିଁ। କଳ୍କି କ'ଣ? କଳ୍କି ଗୋଟେ କେମିତିକା ଦେଖିବା ପାଇଁ?
ସେ ତ ଗୋଟେ କିଛି ସଂହାର କରିବେ। ସଂହାର କିଏ ସଂହାର କଲା ଲୋକ ବଇଛି ବଡ଼ ଦେଉଳରେ, ଆଉ ତ କେହି ନାହିଁ ସଂହାର କଲା ଭଳିଆ। ଯିଏ ସଂହାର କରିବ ସେ ବଡ଼ ଦେଉଳରେ ନା, ଆଉ ସେ କାହିଁ ଯାଜପୁର ଆସିବେ? ଯାଜପୁରକୁ ଆଇଥିଲେ ବା ଯାଜପୁର ଗୋଟିଏ ମନ୍ଦିର ଶ୍ରୀକ୍ଷେତ୍ର ହେଇଥାନ୍ତା, ସେ ଭିତରେ ବିରଜା କ୍ଷେତ୍ର ରହିଲା। ସବୁଦିନ ବିରଜା ଯାଆନ୍ତି ଯାଜପୁରରୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, ଜଗନ୍ନାଥ ତାଙ୍କୁ ଛାଡ଼ିବାକୁ ଆସନ୍ତି କେଉଁଠିକି, ମାନେ ଯେଉଁ ବିରଜାଙ୍କୁ ବାଟରେ ଛାଡ଼ନ୍ତି, ଅଧା ବାଟରେ। ସେ ଜାଗାଟା ନାଁ ହେଉଛି ଗଲଗଲି ଛକ। ଜଗନ୍ନାଥ କହନ୍ତି ବିରଜାକୁ ଗଲ, ବିରଜା କହନ୍ତି ହଁ ମୁଁ ଗଲି, ତେଣୁକରି ସେ ଜାଗାଟା ନାଁ ହେଇଗଲା ଗଲଗଲି। ବୁଝିପାରିଲେ କି? ଆମେ ଯା ଲୋକ ଆମ ଜେଜେବାପା ଆମର ଲୋକତାର ମତେ ଶୁଣିଛୁ, କିନ୍ତୁ ଆମେ ତ ଆଖିରେ ଦେଖିନୁ। କିନ୍ତୁ ସେ ଜାଗା ବି ଆଜି ଲୋକ ବି କହୁଛନ୍ତି ଗଲଗଲି ଛକ ବୋଲି ଚାଲିଛି ସେଠି, ତେଣୁ ତା ପ୍ରମାଣ ଅଛି। ତେଣୁ ଏ ମାଳିକାର ପ୍ରମାଣ କ'ଣ ଅଛି? ଅନେଶତ ମସିହାରେ ବାତ୍ୟା ହେଲା, ଗୀତ ବାହାରିଲା 99 ମସିହାରେ ବାତ୍ୟାର। ଏଠି ଯେଉଁ ତୁମର ଗାଡ଼ି ଧକ୍କା ହେଲା, ଟ୍ରେନ୍ ଧକ୍କା ହେଲା, ତାପରେ ଗୀତ ବାହାରିଲା। ତା ପୂର୍ବରୁ ତ ଗୀତ ବାହାରି ନଥିଲା, କାହିଁ ଭାବୁନଥିଲେ? ସେଟା ହେଲା ପରେ ତ କହୁଛନ୍ତି, ଯାହା ହେଉଛି ହେଲା ପରେ ସବୁ କହୁଛନ୍ତି, ତା ପୂର୍ବରୁ ତ କେହି କହୁନାହାନ୍ତି। ତେଣୁ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭୟଭୀତ କରି ଏ ଯେଉଁ ପ୍ରହସନ ଦେଖେଇ ଏରା ସବୁ କିଛି ଆବଶ୍ୟକ ନାହିଁ। ପେଟ ପୋଷିବା ପାଇଁ ମାଳିକା କହିବୁ, ବାବା ଝିଅକୁ ଚିତା ଚୋଦନ କାଟିବୁ, ମାଳିକା ଆମେ ମାଳିକା ପ୍ରଚାରକ। ମାଳିକାର ମ ଅକ୍ଷର ଆମକୁ ମାଲୁମ ହେଲାଣି। ମାଳିକା ଯେଉଁ 4ଟା ଅକ୍ଷର ଅଛି, ତା ଦେହରେ ଅଣ୍ଡିରା କେଇଟା ମାଇ କେଇଟା ପଚାରନି ଯେ ମାଳିକା କହୁଛନ୍ତି। ଯେମିତି ଭାଗବତରେ 4ଟା ଅକ୍ଷର 2ଟା ଅଣ୍ଡିରା 2ଟା ମାଇ, ମାଳିକାରେ ସେମିତି କେଇଟା ଅଣ୍ଡିରା କେଇଟା ମାଇ। ମାଳିକାର 3ଟା ଯାକ ଅକ୍ଷର ହେଉଛି ମାଇ, କାରଣ ମାଇକି ନା ତ ଯାବି ଏଠି ନା। ଯେମିତି ଭଗବାନ କହିଲେ ଗୀତାକୁ ରଖିଲେ, ମୁଖରୁ କହିଲେ, ସ୍ତ୍ରୀ ଲୋକର ନାଁ ଦେଲେ। କାହିଁକି ଦେଲେ? ସେ ତ ମୁଖ ନିଷୁଦ୍ଧ ବାଣୀ ଲେଖିଦେଇଥାନ୍ତେ। ଗୀତା ଲେଖିନଥାନ୍ତେ, ଲେଖିଥାନ୍ତେ ମୋ ମୁଖ ନିଷୁଦ୍ଧ ବାଣୀ। ଭାଗବତ ଯେମିତି ଲେଖିଲେ, ରାମାୟଣ ରାମଙ୍କ ନାଁ ଲେଖାଗଲା, ମହାଭାରତ ପାଣ୍ଡବ କୁରୁକ୍ଷେତ୍ର ନାଁ ଲେଖାଗଲା, ସେମିତି ଏଟା ଲେଖିଥାନ୍ତେ ମୁଖ ନିଷୁଦ୍ଧ ବାଣୀ। ଆଉ ଗୀତା କାହିଁ କଲେ? ଗୋଟେ ସ୍ତ୍ରୀ ଲୋକ ନାଁ ରଖିଲେ। ଗୀତା ଗୋଲଟେଲେ କ'ଣ ତ୍ୟାଗ? ଯିଏ ତ୍ୟାଗ କରିପାରିବ ସେ ଗୀତା ପଢ଼ିପାରିବ, ତା ପୂର୍ବ ଲୋକ କେହି ପଢ଼ିପାରିବେନି। ତ୍ୟାଗୀ ବ୍ୟତୀତ ଗୀତା କେହି ପଢ଼ିପାରିବେ ନାହିଁ। ତ୍ୟାଗ କିଏ କରିବ ନା? ଜଣେ ବ୍ରାହ୍ମଣ କରିପାରିବ। ଗୋଟେ ବ୍ରାହ୍ମଣ ତୁମର ପୂଜାପାଠ କରିବାକୁ ଆଇଛି, ଆପଣ ତାକୁ 10 ଟଙ୍କା ଦକ୍ଷିଣା ଦେଲେ ନେବ, 50 ଟଙ୍କା ଦକ୍ଷିଣା ଦେଲେ ନେବ, ଜବାନ ନଦେଲେ ବି ହଁ ପ୍ରଭୁ ନାହିଁ ତ ଆଜି ମୋ ଭାଗ୍ୟରେ ନାହିଁ, ଯିଏ କହି ପଳାଇବ। ସେଇ ଲୋକର କେବଳ ଅଧିକାର ଅଛି, ମାନେ ଆଉ ତ କାହାର ନାହିଁ। ଆଉ ବାବାଜୀ ମାନେ ତ ଗୀତା ପଢ଼ୁଛନ୍ତି, ଆଡ଼େ କମଣ୍ଡଳ ଧରିକି ବାବା ଦେ, ଏ ବାବା ଦେ, ଏ ମା ଦେ। ଏମାନେ ତ ଭିକ୍ଷା ମାଗିଲେ, ଇଏ କ'ଣ ଗୀତା ପଢ଼ିବେ? ଭିକ୍ଷାର ତ ଅଧିକାର ନାହିଁ। କୌଣସି ଭିକ୍ଷା ମାଗିବା ଲୋକର କୌଣସି ଅଧିକାର ତ ନାହିଁ। ଯେତେବେଳେ ପ୍ରଭୁ ଚାହିଁବେ କଳିଯୁଗ ଧ୍ୱଂସ କରିବା ପାଇଁ, ଯେମିତି ଜଳେ ଦ୍ୱାରିକା ନାଶ ଯିବ ମୋର ନିବାସ ମାତ୍ର ଥିବ, ଶମ୍ଭୁକୁ ନାରୀ ବେଶ କରି ବହୁତ ଅଳଙ୍କାର ଭରି ଯେମିତି ପ୍ରସବ ଗର୍ଭପାୟ ହୋଇ ଦ୍ୱାରିକା ନାଶ କରିଦେଇ, ସେମିତି କଳିଯୁଗକୁ ଯେତେବେଳେ ନାଶ କରିବାକୁ ଆସିବେ, ଏ ଯୁଗ ଦ୍ୱାରା ଯେତେବେଳେ ଶେଷ ହେବ, ନିଜେ ଭଗବାନ ହିଁ କରିବେ, ଜଗନ୍ନାଥ କରିବେ। କେଉଁ କଳ୍କି ଜନ୍ମ ହେଇ କରିବ ନାହିଁ, କି କେଉଁ ବାବାଜୀ ବୈଷ୍ଣବ କରିପାରିବେନି। ଏ ଯେଉଁ କହୁଛନ୍ତି ସାଧୁକୁ ପଡ଼ିବ କଷଣ ରଖିବେ ଆସି ନାରାୟଣ, ସାଧୁ କାହିଁ କଷଣ ପଡ଼ିବ? ତେଣୁ ବାବାଜୀ ହେବାର ଲାଭ କ'ଣ ରହିଲା ତାଙ୍କର? କ'ଣ ପେନ୍ସନ୍ ବାବାଜୀ ହେଲେ? ମାନେ ସାଧୁ ରୂପ ଧରି 10-20 ବର୍ଷ ଜଟଫଟ ଛାଡ଼ି କପଡ଼ା ପିନ୍ଧି ଫେର୍ ପ୍ୟାଣ୍ଟ ସାର୍ଟ କାହିଁ ପିନ୍ଧିବ? ଏଇ ଜଣେ ବାବାଜୀ ମଲେଣି କୁନା ମିଶ୍ର, ସେ ଜଟପଟ ଛାଡ଼ିଥିଲେ, ଇଏ ଥିଲେ, ଫେର୍ ପ୍ୟାଣ୍ଟ ସାର୍ଟ ପିନ୍ଧିଲେ, ଫେର୍ ଏଇ ମଲେ ଏବେ ରିସେଣ୍ଟଲି ଆଜି 15 ଦିନ ଖଣ୍ଡେ ହେବ। ବାବାଜୀ ହେଇଛନ୍ତି, ଶିଷ୍ୟ ଶିଷ୍ୟା କରି ରଖିଛନ୍ତି, ଯେତେବେଳେ ଧରପଗଡ଼ ହେଉଛି ଶିଷ୍ୟଙ୍କୁ ବାହା ପଡ଼ୁଛନ୍ତି, ଶିଷ୍ୟଙ୍କ ସହିତ ସଂସାର କରୁଛନ୍ତି। ତାମାନେ ଯେଉଁ ଝିଅକୁ ଜନ୍ମ କଲ ସେଇ ଝିଅ ତ ତୁମେ ରମଣ କଲ। ତୁମେ ପାପି ନା ଆଉ କିଏ ପାପି? ତୁମେ ନିଜେ ବିନାଶ ହେବ ନା ତୁମେ କିଏ ବିନାଶ କରିବ? ମୁଁ ଜଣେ ଧିକିତ କଲି, ମୋର ସେ ସନ୍ତାନ ହେଲା, ମୋ ସନ୍ତାନଟାକୁ ବାହା ହେବି? କେମିତି? ତ ବାହା ହେଲେ ହେଇଛନ୍ତି, ପ୍ରମାଣ ବି ଅଛି।
ତେଣୁ ଏଇମାନେ ଅପକର୍ମୀ ନା କର୍ମୀ? ତେଣୁ ଏ ଅପକର୍ମୀ ଆଗେ ଧରୁନା। ତମେ ତ ସନ୍ନ୍ୟାସୀ ହେଇଥିଲ, ବାହାହେଲ କାହିଁକି? ବ୍ରହ୍ମ ତ ସଞ୍ଜତ କରିପାରେ, ବ୍ରହ୍ମ କ୍ଷୟ କଲ, ଆଉ ତମେ କି ସାଧୁ ହେଲ? ଆମେ ତ ଗୃହସ୍ଥ ଭିତରେ ଅଛୁ, ଆମେ ତ ଗୃହସ୍ଥରେ ଆଗରୁ ଅଛୁ, ଆଜି ବି ଅଛୁ, ଥିବୁ। ତମେ ତ ଗୃହସ୍ଥ ନଥିଲ, ବ୍ରହ୍ମଚାରୀ ହେଇଥିଲ, ଫେରେ ବ୍ରହ୍ମ କାହିଁ କ୍ଷୟ କଲ? ତାହେଲେ ସେ ବାବାଜୀର ମୂଲ୍ୟ କ'ଣ ରହିଲା? ତମେ ଏଠି ସିନା ବେଶବାସ ଦେଖେଇଦେବ, ସେଠି କ'ଣ ପ୍ରମାଣ ଦେବ? ତେଣୁ ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି। ମଲା ବେଳେ କୈଫତ ଦେବାକୁ ପଡ଼ିବ। ଯମପୁର ଯେମିତି ଆମର କହନ୍ତି, ଯମପୁର ଗୋଟେ କିଛି ନାହିଁ, ଯମପୁର କିଛି ନାହିଁ। ଆପଣ ଦେହ ଅସୁସ୍ଥ ହେଲା, ଡାକ୍ତରଖାନା ଗଲେ, ଇଞ୍ଜେକ୍ସନ୍ ଦିଆଗଲା, ସାଲାଇନ୍ ଦିଆଗଲା, ଆକ୍ସିଡେଣ୍ଟ ହେଲା, ଗୋଡ଼ କଟା ହେଲା, ଏଇ ଯେଉଁ ଭଗତମାନଟା, ଏଇଟା ଯମପୁର। ମରିଗଲା ପରେ ଲୋକ ସରିଗଲା। କିଏ ଦେଖିଛି ମଲା ପରେ ମୁଁ ଯାଇଥିଲି ଯମପୁର ଏ ହେଉଛି ଆସିକି କହିଲେଣି ଆପଣଙ୍କୁ? କହିଲେଣି କି? ତାହେଲେ ଯମପୁର ଅଥିଲେ ଜାଣିବା କେମିତି? ମୁଁ କଟକ ଯାଇଥିଲି, କଟକ ଦେଖେଇଲି, କଟକରେ ଏମିତି ହେଉଛି, ଖାଇବାକୁ ଦିଆହେଉଛି, ଭଲ ମନ୍ଦ ହେଉଛି, କଟକଟା ସିନା ଦେଖେଇଲି। ମୁଁ ମରିକି ଯାଉଛି ଯମପୁର ଆସି ଆପଣଙ୍କୁ କହିବି ଯମପୁର ଏଇଆ ଅଛି, ଯମଟା ଦେଖିବାକୁ ଏମିତିଆ, ତା ହାତୀ ଘୋଡ଼ା ଏମିତିଆ ସବୁ। କିଏ ଆସି ଗୋଟେ କହିଲେ ମୁଁ ଦେଖାନି? ଆଉ ତାହେଲେ ଯମପୁର ଆଇଲା କେଉଁଠୁ? ଯେମିତି ଯମପୁର ନାହିଁ, ସେମିତି ମାଳିକା ବୋଲି ସବୁ ସିନା ପ୍ରଚାର ପ୍ରସାର ହେଉଛି, କିନ୍ତୁ ତାହା ଦେଖିବାକୁ ଏଇନା ଦେଖନ୍ତି ନାହିଁ କି ଦେଖି ନାହାନ୍ତି। ଦେଖିବାକୁ ହେଲେ ନେମାଳ ଯା, ବୁଝ, ତଥ୍ୟ କ'ଣ ଆଗେ ଜାଣ। ନେମାଳରେ ମାଳିକା ଅଛି, ନେମାଳ ତ ନେମାଳ ଅଛି, ପ୍ରମାଣ ବି କିଛି ନାହିଁ। କାଳିମା କୋଠି, କାଳିମା କୋଠି କେଉଁଠି? ନେମାଳ ବାହାରେ। ନେମାଳର ପ୍ରକୃତ ନାଁଟା ହେଉଛି ଚକ୍ରଧରପୁର। ନେମାଳ ବୋଲି ଜାଗା ନାହିଁ। ଯେଉଁଠି ଅଚ୍ୟୁତାନନ୍ଦ ଗାଦିଟା, ସେଇ ମଳାକ ନେମାଳ। କାହିଁକିନା ଅଚ୍ୟୁତାନନ୍ଦଙ୍କୁ ମାଳ ଦେଇଥିଲେ, ଅଚ୍ୟୁତାନନ୍ଦ ସେଇ ମାଳ ନେଇକି ଏଠି ପହଞ୍ଚିବାରୁ ତା ନାଁ ମାଳ ନେ ମାଳ ଯା, ତେଣୁ ନେମାଳ ହେଇଥିଲା। ତେଣୁ ନେମାଳ ନାହିଁ, ତା ନାଁ ହେଉଛି ଚକ୍ରଧରପୁର। ଇଏ ତାକୁ ନେମାଳ ନେମାଳ କହିକି କିଛି ଭାବୁଛି କ'ଣ ନେମାଳ ବାଆଜି, ନେମାଳ ବାଆଜି ବୋଲି ପ୍ରମାଣ ଦେଉଛନ୍ତି। ତେଣୁ ସବୁ ଜିନିଷ ଆପଣମାନେ ଯେଉଁଠୁ ଏପିସୋଡ଼ ନିଅନ୍ତୁ, ଆପଣଙ୍କ ଚ୍ୟାନେଲରେ ସତ୍ୟ ଜିନିଷ ଯାକ ସନ୍ଧାନ କରୁଛି, କିନ୍ତୁ ତା ଭିତରେ ବାବାଜୀ ମିଥ୍ୟା ଜିନିଷ ପୁରାଉଛନ୍ତି। କାରଣ ଆପଣ ଜାଣିନାହାନ୍ତି। ମୁଁ ଏଇନା ଯାହା ଗପିବି ଆପଣ ନେବେ। ମୁଁ ସତ କହିଲି କି ମିଛ କହିଲି ମୁଁ ଜାଣିଛି। ମୁଁ ସତ କହିଲି ମିଛ କହିଲି ଆପଣ ଜାଣନ୍ତି ନାହିଁ। ତେଣୁ ମୁଁ ମିଛଟା କହିବି କାହିଁକି? ମୁଁ ତ ମାଳିକା ଦେଖିନାହିଁ। ମାଳିକା ବିଷୟରେ ପଚାରିଲେ ମୁଁ କ'ଣ କହିବି? ଆପଣ ଦେଖନ୍ତୁ, ବାତ୍ୟାର ଅକ୍ଟୋବର ମାସ ନା ନାହିଁ? ଅକ୍ଟୋବର ମାସ ଯେମିତି ହେଲେ ବାତ୍ୟା ହେବ ନା ନାହିଁ? ତେଣୁ ଏଇଟା ନୂଆ କଥା କ'ଣ? ମୁଁ ଏଇନା ଆପଣ ନାଁ ଲେଖିଦେଇ କହିବି ମାଳିକାରେ ଆପଣ ନାଁ ଅଛି। ଅଛି ମୁଁ ପଢ଼ୁଥିଲି ଗୋଟେ ବହିରେ, କେଶବ ବାମନ କେଶବ ନମସ୍ତେ ରାମ, ବାମନ କେଶବ ରାମ, 3 ଜଣ ନାଁ ଅଛି ସେ ବହିରେ। ଆଚ୍ଛା, ସିଏ ବହି ଲେଖା କେଉଁ ଘୋଟ ଅମଳରୁ? ସେ ଲୋକ ଆଉ ବଞ୍ଚିଛନ୍ତି କି? ଦେହ ତ୍ୟାଗ କରିସାରିବେନି। ତାହେଲେ ତୁମେ ଏଇନା କେଶବ ବୋଲି ତୁମେ କହିବ ମୁଁ ସେ ମାଳିକା ଲୋକ? ଏଇଟା ଠିକ୍ କି? ଇଏ ବର୍ତ୍ତମାନ ସେଇଆ କରୁଛନ୍ତି। ଇଏ କୁହାଯାଉଛି ଯେ ଜନ୍ମ ନେଇକି ପୁନର୍ବାର ଆସିଛନ୍ତି। ସେ ଯେଉଁ ପିଢ଼ି ପରେ ପିଢ଼ି 84 ଜନ୍ମ ଭ୍ରମଣ କଲା ପରେ ଥରିଏ ମନୁଷ୍ୟ ଜନ୍ମ ହୁଏ। ମନୁଷ୍ୟ ଜନ୍ମ କାହାକୁ 2 ଥର ମିଳେନି। ଆମର ମୃତ୍ୟୁ ପରେ ଆଉ ମନୁଷ୍ୟ ଭଗବାନ ତ ମନୁଷ୍ୟ ଜନ୍ମରୁ ନୀଳମାଧବରୁ ଦେହ ତ୍ୟାଗ କଲେ, ପାଷାଣ ରୂପ ଧାରଣ କଲେ। ଆମେ ମାନବ କେମିତି ହେଇଯିବା? ଆମର ଆତ୍ମାଟା କୁଆଡ଼େ ଯିବ? ଆତ୍ମା ତ ଗଲା ଫେର ଅଲଗା କିଟିରେ ପଶିବ। ଏ ଜୀବ ମରଣ ନିକଟେ ବେଗେ ଚିନ୍ତା ଅନ୍ୟ ଘଟେ, କିନ୍ତୁ ଏ ଘଟକୁ ଆସିବ ନାହିଁ, ଗୋଟେ ଅନ୍ୟ ଘଟକୁ ପଳେଇବ। ଆଉ ଆସିବନି। 84 ଜନ୍ମ ଭ୍ରମଣ ସରିଲା ପରେ ମନୁଷ୍ୟ ଜନ୍ମ ହେବେ। ଆଉ ମନୁଷ୍ୟ ଜନ୍ମ ନାହିଁ, ଦ୍ୱିତୀୟବାର ମନୁଷ୍ୟ ଜନ୍ମ ନାହିଁ। ତାହେଲେ ମଣିଷ ଦ୍ୱିତୀୟବାର ଯଦି ମନୁଷ୍ୟ ଅଚ୍ୟୁତାନନ୍ଦ ତ ଆଉ ଥରେ ଜନ୍ମ ହେଇକିରି ଆସିଥାନ୍ତେ 500 ବର୍ଷ ପୂର୍ବରୁ, ଫେର ତ 500 ବର୍ଷ ସମସ୍ତେ କହୁଛନ୍ତି ଜୀବ ଯାଉଛି ପୁଣି ଆଉଛି। ନିଶ୍ୱାସ ଯାଉଛି ଆଉଛି, ଜୀବ କେଉଁଠି ଯାଉଛି ଆସୁନି ତ? ସେ ବା ଲେଖିଛି ଏ ଜୀବ ମରଣ ନିକଟେ ବେଗେ ଚିନ୍ତା ଅନ୍ୟ ଘଟେ, ଆଉ ଗୋଟେ ଘଟରେ ପଶିଲା।
अच्युतानंद को समस्त कहते 12 जन्म 12 जन्म पर 13 जन्म ये जो जिनसा कहूँ से जन्म से ए जन्म होती तार आप से कथा संपूर्ण काटी दौरान भगवान ने कली जुगे जन्म होते नर जन्म कौटा ना अभिराम ठाकुर बुझेला आउ पुनर्जन्म भगवान है ना अच्युतानंद केतम जन्म अच्युतानंद थरे जन्म हेले देहात गला आज जन्म ना आज जो अच्युतानंद जन्म होते अच्युतानंद पूजा होते माटी घट कहीं पूजा हो किए ठाप कर ठाप कौन करेंगे ठाप क्या करेंगे ये जो कहते अच्युतानंद 13टा जन्म हे अछब घरे हेले ब्राह्मण घरे हेले चंडाल घरे हेले ताले हेला पर तो नेमाल जाइथांदे ये गोटे समाज को बहुत बड़ वार्ता अबिका पड़ोची आपनक मोहरु आपन जानिबा कथा थरुटिए जन्म जी है थरे अच्युतानंद हूँ जगन्नाथ तो जगन्नाथ महाप्रभु तो थरे जन्म हेले नरदेही राम जन्म अवतार है फेर ये कृष्ण अवतार से अवतार सारा जुग अवतार नहीं आसिले लास्ट कलिजुग पाषाण अवतार हो काठ अवतार हो आउ तो नर क्या कलिजुग से नर अवतार है नहीं आप कहवा मुताबक थरे जड़े माने देह पाइब किंतु तो ये देखा गला से जुगे कृष्ण थे जुगे राम सी हेले परम ब्रह्म अच्युतानंद हेले रक्त मांस धरा शरीर जन नर सी हेले नारायण नर नारायण भितर पार्थक्य बहुत ताले बाबा परिचय रे ए भरापुष्ट रे जणे थरटे ही थरे हो पारिबो ताले मर्त्यमंडल देह बही देवता होइले मरई आ थरिए जन्म हो पारे अन्य थर जन्म तार ना ये जो सब कलकी आसीबे अच्युतानंद आसीबे कहीं 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 आसबे नहीं कि नहीं ये सब मिछ मु कौच मिछ एडा आपन पई गोटे चैलेंजिंग है मु चैलेंज दे सब मिछ एना साधु संत आपन को आंगुठी देखैबे किए देखौ देखौ कौन कहूँ कौ किए से साधु मल्ला पर आउ जन्म हम कि कौट जन्म ता ना गाँ ठिकाना को एमिति भी साधु किछि पूर्व जन्मर कथा कहउछन्ति पूर्व जन्म रे एया थिली एमति भी भूषण काक चरित्र जे पढ़िथिबो आगत भविष्य कथा कहि परिबो जो साधु काक चरित्र पढ़िथिबो गोटे बही अछि काक चरित्र ता तंत्र जे पढ़िबो आपण कोठु आछन्ति काहे आछन्ति जे कहि परिबो साधु बाबा जी कथा छाड़ंतु आज्ञा पूर्व विगत दिन रे टीवी रे भी एमति किछि न्यूज गोटे पिलाटी अलग जगह जन्म होती सी भी कही पार्टी मो पूर्व जन्म रे यही जगह थी ताकू भी निया जाउची से जगार परिवर्तन एटा टीवी विजुअल मध्ये आमे देखिछु एटा साधु बाबा जी कथा पढ़िनी से जिनस कोन ताला आमे मिथ्या नहीं परिबा कौटा कौन हो पारे से तो अलग कथा किंतु एमान जो कहते अछूत जन्म हे ये जन्म भगवान कथा आम पढ़ी भगवान जगन्नाथ जितेबाला जन्म हेले काठ कहीं गले से तो नरदेह होते जमी अभिराम ठाकुर नरदेह होते सेमती नरदेह होते अच्युतानंद नरदेह सी कहीं काठ हो गले किंतु मनुष्य जन्म द्वितीय थर ना सेमती गोटे पिला जो कहते आपड़ से पिला जन्म हो कहला पूर्व जन्म कथा तार स्मरण शक्ति कौन हो जाइथिबो तापर से जगह से रही पाला जो जन्म से आइला ना ताले मानवर जन्म ही नहीं पुनर्जन्म नहीं जा करि जाइथिबो एटा फाइनल दोले चे जोड़ गोविंद रथे च वामन पुनर्जन्म न विदिते आम श्लोक अच्छे चापे च मधुसूदन दोले च दोल गोविंद रथे च वामन ये तीनटा जे देखती पुनर्जन्म ना आको तो समय देखते पुनर्जन्म हम कार ताहले ये को समग्र ओडिसा रे वर्तमान एटा प्रहसन एटा प्रसन्न कौन आप कहूँ आपण देखु बाबा बलिया पुरुखा बाबाजी ना आजिकल जो बाबाजी बाहर पुरुखा बाबाजी बाबा बलिया कौन मालिका कहले कि नहीं आमे देखिनु आज पर्यंत तो पचारतु जाए बाबा टे मालिका विषय कहतु चल बाबा बलिया तो मालिका जापारे एत बड़ ज्ञानी है कि एम सब जानले किमी तो मालिका जानी ना ताले ये मालिका जानले कि ये गहन कथा ये सब नुआ नुआ बाबाजी बाहर बाहर किए 5 वर्ष 3 वर्ष 10 वर्ष 20 वर्ष है बाबाजी हो ये एत गहन भेदी गले बाबा परिशेष रे आमे आपन कतरु जानिया पई चाहिबु वीडियोटी बहुत लॉन्ग हो जाउची गोटे जिनस आमे जानिया पई चाहूछु मनुष्य जन्म अछि मृत्यु अछि
ପୃଥିବୀରେ ବସବାସ କରୁଛୁ, ଗୋଟେ ଜିନିଷ ଅଥନ ଆଉ ପତନ ପତନ, ତାହେଲେ ପୃଥିବୀର ପତନ ଅଛି? ପୃଥିବୀର ପତନ ନାହିଁ, ଆମର ପତନ ଅଛି। ଏ ସମାଜ ଧ୍ୱଂସ ହବ ନାହିଁ? ଆମେ ଧ୍ୱଂସ ହେବା, ସମାଜ କେବେ ଧ୍ୱଂସ ହେବନି। ସେମିତି ରହିଥିବ। ରହିଛି, ରହିବ, ରହିଥିବ। ଆମେ 50 ବର୍ଷରେ ହେଉ, 60 ବର୍ଷରେ ହେଉ, 100 ବର୍ଷରେ ହେଉ, ଆମେ ଚାଲିଯିବା। କିନ୍ତୁ ଯେଉଁ ଗଛଟା ନେବେ ସେ ଫଳଟା ଆମ ପୁଅ ଖାଇବ କି ଆମ ଝିଅ ଖାଇବ, କିନ୍ତୁ ଆମେ ଚାଲିଯିବା, ଗଛ ଯିବନି। ଏଠୁ ଯାଇକି ସେଠି ସିଫ୍ଟ ପରିବର୍ତ୍ତନ ବିବର୍ତ୍ତନ ଭିତରେ ଆମେ ଏଠୁ ସିଫ୍ଟ ହେବା ଆଉ ଗୋଟେ ଜାଗାକୁ, କିନ୍ତୁ ଗଛ ସିଫ୍ଟ ହେବନି କେଉଁଠିକି। ଇଏ ସବୁ ହେଉଛି ମିଥ୍ୟା ପ୍ରହସନ, ଏଥିରେ ଜମା କିଛି ସତ୍ୟତା ନାହିଁ। ମୁଁ ପ୍ରଥମରୁ କହୁଛି ମାଳିକା ନାହିଁ, ମାଳିକା ତ 4 ବେଦ ଭିତରେ ନା, ଆମେ ବିଶ୍ୱାସ କରିବୁ କ'ଣ? ଅଲଗା ଜଣେ ଲେଖିଛନ୍ତି ନା, ଅଲଗା ଲୋକକୁ ଆମେ ଦେଖିନୁ ନା, ଅଚ୍ୟୁତାନନ୍ଦ ଦାସକୁ ଆମେ ଦେଖିନୁ, ଆମେ ବିଶ୍ୱାସ କରିବୁ କେମିତି? ପରିଶେଷରେ ବାବା ଏ ଜନମାନସରେ ଆପଣ ଯଦି ସାଧୁସନ୍ଥ ହିସାବରେ କ'ଣ ନିଜର ବାର୍ତ୍ତା ଗୋଟେ ରଖିବେ? ମୋର କହିବା କଥା ଯେ ଯେଉଁମାନେ ମାଳିକା ବିଷୟରେ ଶୁଣିକିରି ଭୟଭୀତ ହେଉଛନ୍ତି, ସେମାନେ ଭୟଭୀତ ହୁଅନ୍ତି। ମାଳିକା ବୋଲି ଗୋଟେ ଜିନିଷ ଏମାନେ କେହି ଦେଖିନାହାନ୍ତି ଯେଉଁମାନେ କହୁଛନ୍ତି, କାରଣ ସେ ଜିନିଷ କାଳିମା ପାଖରେ ଚାବିକାଠି। ଯଦିଓ ମାଳିକା ଥାଏ, ତାହା କାଳିମା ପାଖରେ ଚାବିକାଠି। ତେଣୁ କାଳିମାକୁ ତ କେହି ଦେଖିନାହାନ୍ତି। ମାଳିକା ତ ବାହାର ନେଇ 500 ବର୍ଷ ତଳେ ଦେବନାଗରୀ ଭାଷା ଥିଲା, ସେ ଭାଷା ତ ଆମ ଓଡ଼ିଆ ଭାଷା ନୁହେଁ। ତାକୁ ଏମାନେ ପଢ଼ିଲେ କେମିତି, ଜାଣିଲେ କେମିତି, କହିଲେ କେମିତି? ଯେ ଏମାନଙ୍କର ବାର୍ତ୍ତା ହେଉଛି ମିଥ୍ୟା। ଯେଉଁଠି ପୁରୁଖା ବାବାଜୀ ଆମର ଜଣେ ବାବା ବଳିଆ ଜାଣିନାହାନ୍ତି ତା ବିଷୟରେ, ତେଣୁ ଏମାନେ ନୂଆ ବାବା ଜାଣିଲେ କେମିତି? ତେଣୁ ଇଏ ସବୁ ଗୋଟେ ପ୍ରହସନ, ଲୋକମାନଙ୍କୁ ସବୁ ଭୟଭୀତ କରି କିଛି କ୍ୟାପଚର କରିବା ପାଇଁ ଏଟାର ପ୍ରହସନ। ଏଥିରେ ସତ୍ୟତା କିଛି ନାହିଁ। କେଉଁଦିନ କ'ଣ ହେଉଛି କାହିଁ? କାଲି ଆକ୍ସିଡେଣ୍ଟ ହେଲା ପରେ ବା କହିଲେ ଟ୍ରେନ୍ ଧକ୍କା ହେଲା ପରେ ମାଳିକା ଲେଖା ହେଇଥିଲା ଧକ୍କା, କାହିଁ ଆଗରୁ କହିଲେନି ଅମୁକ ଦିନ ଧକ୍କା ହେବ ବୋଲିକି? ସେ ଡେଟ୍ଟା ଦେଲନି। ତୁମେ କହିଲ 1999 ମସିହା ଶୁକ୍ରବାର 29 ତାରିଖ ବାତ୍ୟା ହେବ ବୋଲିକି, ତା ଡେଟ୍ ଦେଲନି ଆଗରୁ, ଲୋକ ସତର୍କ ହେଇଥାନ୍ତେ। ବାତ୍ୟା ହେଇସାରିଲା ପରେ କେମିତି କହିଲ ବାତ୍ୟା ହେଲା? ତେଣୁ ଏସବୁ ମିଥ୍ୟା ନା କ'ଣ ସତ୍ୟ? ଠିକ୍ ବାବା, ଆଜି ତ ସମୟ ହେଇଗଲାଣି, ଏଇଠି ବିଦାୟ ନେଉଛୁ। ପୁଣି ଏକ ନୂତନ ଅଧ୍ୟାୟରେ ଆପଣ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।